ନିଅ ଧର। ଆଉ ଝାଡୁ ଆଣିଛ ନା ନାଇଁ? ହଁ ହାଟକୁ ଯାଇଥିଲି ଝାଡୁ ଆଣିବାକୁ। ଝାଡୁ ତ ଯେମିତି ଗୋଟେ ଅପୂର୍ବ ଜିନିଷ, ହାଟକୁ ଯିବି ଝାଡୁ ବୋଇକି ଆଣିବି ଆଉ। ଏଇ ନିଅ ତମ ରହିଲା ଝାଡୁ। କଣ କହିଲ? ତମେ ଏ ଝାଡୁକୁ ଅପୂର୍ବ ଜିନିଷ କହି ଫୋପାଡ଼ି ଦେଲ? ଏ ଝାଡୁଟା ଖରାପ ଜିନିଷ? ଆଉ କଣ ଭଲ ଜିନିଷଟା? ମନେ ରଖ, ଯଦି ଗୋଟେ ଲୋକ ଗାଧେଇକିନା ଆସି ଟିକେ ପାଉଡର ମାରିଦିଏ ମୁହଁରେ ନା, ସେ ଲୋକଟା କେତେ ସୁନ୍ଦର ଦେଖାଯାଇଥାଏ। ଏ ଝାଡୁଟା ସେମିତି ହେଲା। ତମେ ଧର ଆସିଲେ ଗୋଟେ ଘର ଭିତରକୁ ପଶିଗଲ, ସେ ଘରଟା ଯେତେ ସୁନ୍ଦର ହେଇଥାଉ, କିନ୍ତୁ ତମ ପାଦରେ ଯେତେବେଳେ ଟିକେ ଧୂଳି ଲାଗିଯିବ, ତାକୁ ହେ ଏ ଘରେ ଏତେ ଧୂଳି ଅଛି। କିନ୍ତୁ ତମର କଣ ଲକ୍ଷ୍ୟ ଥିବ କଣ କହିଲ? ଧୂଳି ଉପରେ ପାଦର, ଘର ଉପରେ କେବେ ଲକ୍ଷ୍ୟ ନଥିବ। ଏଇ ଝାଡୁ ଯେତେବେଳେ ଦେଖିବ ଧୂଳିରେ ପଡିଛି ନା, ସେ ଖୁସିରେ ନାଚି ଉଠେ, ଯାହା ହଉ ମତେ ଗୋଟେ କାମ କରିବାକୁ ବି ସୁଯୋଗ ମିଳିଗଲା। ଏଇ ଝାଡୁ ସବୁ ଅଳିଆ ଆବର୍ଜନାକୁ ନେଇ ଫିଙ୍ଗି ଦେଇଥାଏ। ତେଣୁକରି ତମେ ଆକୁ କହୁଛ କଣ ମାନେ ଅମୂଲ୍ୟ ଜିନିଷ। ମାନେ ଠିକ କଥା ମତେ କହିଛ। ଏଟା ତ ବଢିଆ କଥା କହିଛ। କିନ୍ତୁ ଆମେ ମଣିଷ ମାନେ ଆକୁ କଣ କହିଲ, ଆମେ ଆକୁ ସମ୍ମାନ ଦେଇପାରୁନେ। କିନ୍ତୁ ଇଏ ଆମକୁ କେତେ ମାନେ ସଫା ରଖିବାରେ ସାହାଯ୍ୟ କରୁଛି, ସେଇଟା ତମେ ବି ଜାଣିନ, ଲୋକମାନେ କେହି ବି ଜାଣିପାରୁନାହାନ୍ତି। ଠିକ ଠିକ କଥା। ଆର ମୂଲ୍ୟ ଟିକେ ଜାଣ। ହଁ ହଁ ନା ମୁଁ ଜାଣିବି ଯେ ଠିକ ଅଛି। ଯାହା କିନ୍ତୁ ତମେ ବଢିଆ କଥାଟି କହିଲ, ବହୁତ ସୁନ୍ଦର ଲାଗିଲା କିନ୍ତୁ। ଝାଡୁର ମୂଲ୍ୟ ବି ବହୁତ କିଛି ଅଛି। ହେଁ ସତରେ। ହଉ ହଉ ଯାଅ, ହଉ ଯାଅ ନେଇକି ଯାଅ। କେବେ ମନେ ରଖ, ଝାଡୁକୁ ଅସମ୍ମାନ କରିବନି। ହଉ ହଉ ଯାଅ ଯାଅ।